ବିରିୟାନୀ ରୁ ବିରି ଖୋଜିବା ଯାହା ବର୍ତ୍ତମାନ ରାଜନୀତିରେ ନୀତି ଖୋଜିବା ସେୟା। ଯୋଉମାନେ ଶକ୍ତିଶାଳୀ ଯୋଉମାନଙ୍କ ହାତରେ କ୍ଷମତା ଅଛି ସେଇମାନେ ସେଇମାନଙ୍କୁ ବ୍ୟଙ୍ଗ କରିବା ଜରୁରୀ, ସେମାନଙ୍କୁ କାର୍ଟୁନ କରିବା ଜରୁରୀ। ଆଜି ମୋ ସହିତ ଜ୍ଞାନ ହୋତା ଅଛନ୍ତି 2024 ଇଲେକ୍ସନ କୁ ସେ କୋଉ ଦୃଷ୍ଟିକୋଣରେ ଦେଖୁଛନ୍ତି। ଶ୍ରୀତ ହୋତା ଆପଣଙ୍କୁ ସ୍ୱାଗତ କରିବି ଏବଂ ଆପଣଙ୍କ ଚିରାଚରିତ ଷ୍ଟାଇଲରେ ମତେ ଟିକେ କୁହନ୍ତୁ କବିତା ମାଧ୍ୟମରେ ଏ ନିର୍ବାଚନ କୁ ଆପଣ କେମିତି ଦେଖୁଛନ୍ତି। ଚମତ୍କାର କବି, ଆପଣ ବହୁତ ଭଲ ଭଲ କବିତା ଲେଖନ୍ତି, କଟାକ୍ଷ କରନ୍ତି। ଧନ୍ୟବାଦ ଆଜ୍ଞା। ଦେଖନ୍ତୁ, ପ୍ରଥମେ ବର୍ତ୍ତମାନ ଯୋଉ ରାଜନୀତି ନା, ମତେ ଗୋଟେ କଥା ଲାଗେ, ବିରିୟାନୀ ରୁ ବିରି ଖୋଜିବା ଯାହା ବର୍ତ୍ତମାନ ରାଜନୀତିରେ ନୀତି ଖୋଜିବା ସେୟା। ଏ ଯୋଉ ନିର୍ବାଚନ ଚାଲିଛି ଅନେକ ସମୟରେ ତ ମୁଁ ଦ୍ୱନ୍ଦ୍ୱରେ ପଡି ଯାଉଛି। ଯେମିତି ବର୍ତ୍ତମାନ ସମୟ ଆସିଛି, ଆପଣ ବାହାରକୁ କୋଉଠିକି ଗଲେ ହଠାତ୍ ଜଣକୁ ପଚାରି ପାରିବେନି, କୌଣସି ତରୁଣକୁ ତା ସାଙ୍ଗରେ ଥିବା ଝିଅଟା ଯଦି ଥିବ ଯେ ତୋର ସେଇ ସ୍ତ୍ରୀଟା ମନେ କରନ୍ତୁ ମନେ ରଖିଛନ୍ତି କଳ୍ପନା କେମିତି ଅଛି, ୟା ଭିତରେ ଯେ ସେ ତାକୁ ଛାଡି ଦେଇଥିବ ଆଉ କାହାକୁ ବାହାଇ ଯାଇଥିବ ସେ ଜାଣି ହେବନି। କିନ୍ତୁ ହଠାତ୍ ମୁଁ ଏବେ ଜଣେ ଦେଖା ହେଲା, ମୁଁ ତା ଚିହ୍ନ ନାଁଟା କହିଥିଲି ଆଉ ତା ଦଳ ନାଁଟା କହିଦେଲି। ମୁଁ କହିଲେ ତମର ତ ଏଥର ଅମୁକ ଜିତୁଛି। ତା ସାଙ୍ଗରେ 2-4 ଜଣ ଥିଲେ, ପୁରା ରାଗିଗଲି। କାରଣ ୟା ଭିତରେ ସେ ଦଳ ବଦଳେଇ ସାରିଛି, ସେଇଟା ମୁଁ ଜାଣିନାହିଁ। ପ୍ରଥମେ ସେଇଟା ବୁଝିବେ, ବର୍ତ୍ତମାନ ତୁ କୋଉ ଦଳରେ ଅଛୁ, ତାପରେ କଥାବାର୍ତ୍ତା ହେବି, ନହେଲେ ଭାରି ବିପଦ। କେତେବେଳେ ଜ୍ଞାନଟେ ଏମିତି ଚାଲିଛି ଯେ ଗୋଟେ ଆଧୁନିକ ଢଗଢମାଳି ଲେଖିଛି, ପିତା ଶାଗ ବୁଦି ବୁଦି ଏ ନିର୍ବାଚନ ବେଳେ ନୂଆ ନାଟକ ଡିଆଁ ଡେଇଁ କୁଦାକୁଦି। ଏ ଡିଆଁ ଡେଇଁ କୁଦାକୁଦି ନାଟକଟା ଏଥର ଏତେ ଜବରଦସ୍ତ ହେଇଛି, ସବୁ ଅଛନ୍ତି। ହଠାତ୍ ଯଦି ଜଣେ ସବୁଦିନ ପେପର ଦେଖୁନଥିବ, ଜଣେ ଯଦି ସବୁବେଳେ ଟିଭି ଦେଖୁନଥିବ, ତାହେଲେ କାହା ସାଙ୍ଗେ କଥା ହବା ବି ବିପଜ୍ଜନକ। କାରଣ କାଲି ଦଳରେ ଯାହା ଜଣକୁ ଗାଳି ଦଉଥିଲା ଜଣେ, ଆଜି ସେ ଦଳରେ ସେ ତାର ବିଭୁରି ପ୍ରଶଂସା କରୁଛି। ଆଉ ଏମାନେ ବି ସେଇଆ, ଯୋଉ ବାଉଁଶ ମୂଳରେ ପାଉଁଶ ଆର ଦଳେ ଥିଲେ ବିଧା ମାରୁଥିଲା, ଦଳକୁ ଆସିଲେ ଆଉଁଶ। ବିଚିତ୍ର ରାଜନୀତି ଚାଲିଛି। ରାଜନୀତି ଚର୍ଚ୍ଚା କରିବା ପାଇଁ ହିଁ ଇଚ୍ଛା ହଉନି ମତେ ଆଜ୍ଞା। ବର୍ତ୍ତମାନ ମୁଁ ଯଥାସମ୍ଭବ ରାଜନୀତି ଟିକେ ଦୂରରେ ରଖିବା ପାଇଁ ନିଜକୁ ଚାହୁଁଛି। ମତେ ବୁଝିବାର ଶକ୍ତି ବାହାରେ। କଣ ଆପଣଙ୍କୁ ଅସୁବିଧା ହଉଛି ବୁଝିବାରେ? ଏ ଯୋଉ ନୀତି ଆଦର୍ଶ କଥା କହୁଛନ୍ତି, ସେ ଗୋଟିକ ସମସ୍ୟା ଆଜ୍ଞା। କାହା ପାଖରେ ନୀତିଟା ମୁଁ ଖୋଜୁଛି ଯେ କିଏ ଗୋଟେ ନୀତିବାନ ଲୋକ ଅଛି, ଗୋଟେ ବିଚାରର ଲୋକ ଅଛି, ମତେ କାହିଁ ଦେଖାଯାଏ। ଯଦି ବିଚାରରେ ଅଛନ୍ତି, କାଲି ଯାହାକୁ ଗାଳି ଦଉଥିଲ ଆଜି ତାକୁ ଏତେ ଜୋର ଆଦର କରୁଛ କେମିତି? ତ ଆପଣ ବୁଝୁନାହାନ୍ତି କି ଟିକେଟଟା ବହୁତ ଇମ୍ପୋର୍ଟାଣ୍ଟ। ଆଦର୍ଶ ଆଉ ନୀତି ଏସବୁ ଇମ୍ପୋର୍ଟାଣ୍ଟ ନୁହେଁ। ଯିଏ ଜିତିବ ତାକୁ ଟିକେଟ ଦବ, ଏଇଟା ହଉଛି ପାର୍ଟିର ଧର୍ମ। ଆଉ କେମିତି ଟିକେଟ ବଡ ପାର୍ଟିରୁ ମିଳି ହବ, ଜିତିବାର ସମ୍ଭାବନା ଉଜ୍ଜଳ ହବ, ତାହା ହଉଛି ନେତାଙ୍କର ଧର୍ମ। ତ ଏଥିରେ କଣ ଭୁଲ ରହିଲା ଜ୍ଞାନ ହବ? ଭୁଲ କିଛି ନାହିଁ ଆଜ୍ଞା। ଟିକେଟ ଗୋଟେ ପରିବାର ବାଣ୍ଟିକି ନେଇଯାଉନାହାନ୍ତି, କିଏ ମନା କରୁଛି? ଏ ବାସି ଘଣା ତେଲ କାଟି ଗୋଟାଏ ଦଳରେ ଅଙ୍କଲ ପଶିଲେ ଆର ଦଳେ ଗଲେ ଆଣ୍ଟି, ଏମାନଙ୍କୁ କିଏ ମନା କରିଛି? ଗୋଟେ ପରିବାର ଯିଏ ଇଏରେ ଯାଉଛନ୍ତି, ରାତିରେ ବସିକି ଯୋଜନା କରୁଛନ୍ତି, ତୁ ଜିତିଲେ ବି ଆମର ଲାଭ, ମୁଁ ଜିତିଲେ ବି ଆମର ଲାଭ, ଗୋଟେ ପରିବାରର ଲାଭ। ଆମକୁ ଭକୁଆ ବନଉଛନ୍ତି ଆଜ୍ଞା। ଆମେ ତଳତଳିଆ ଲୋକ, ଯେତେ ଆମେ ସବୁ ଭକୁଆ ହଉଛୁ, ତାଙ୍କର ତ ଉପର ମୁଣ୍ଡରେ ସଲାସୁତରା ବି ଚାଲିଛି। Wanna be an IAS officer? Join PSC Gurukul, the best boarding school. For plus 3 teaching and coaching by Bajirao IAS Academy, call 9438 782020.